ଜୟ ଜଗନ୍ନାଥ। ଜଗେଶ୍ୱର ଶ୍ରୀକୃଷ୍ଣ ଯୋଗ ବିଷୟରେ କ୍ରମବଦ୍ଧ ବିଶ୍ଳେଷଣ କରି କହିଲେ, ଯାହାର ଶୁଦ୍ଧ ଅର୍ଥ ଥିଲା ଯଜ୍ଞର ପ୍ରକ୍ରିୟା। ଯଜ୍ଞ ସେହି ପରମରେ ପ୍ରବେଶ କରାଉଥିବା ଆରାଧନାର ବିଧିବିଶେଷର ଚିତ୍ରଣ ଅଟେ, ଯେଉଁଥିରେ ଚରାଚର ଜଗତ ହବନ ସାମଗ୍ରୀ ରୂପରେ ରହିଥାଏ। ମନର ନିରୋଧ ଏବଂ ନିରୋଧ ମନର ମଧ୍ୟ ବିଲୟ କାଳରେ ସେହି ଅମୃତ ତତ୍ତ୍ୱ ବିଦିତ ହୋଇଥାଏ। ପୂର୍ତ୍ତି କାଳରେ ଯଜ୍ଞ ଯାହାକୁ ସୃଷ୍ଟି କରିଥାଏ, ତାହାକୁ ପାନ କରୁଥିବା ବ୍ୟକ୍ତି ହିଁ ଜ୍ଞାନୀ ଅଟନ୍ତି ଏବଂ ସେ ସନାତନ ବ୍ରହ୍ମରେ ପ୍ରବେଶ ପାଇଯାଉଥାନ୍ତି। ସେହି ମିଳନର ନାମ ହିଁ ଯଜ୍ଞ ଅଟେ। ସେ ଯଜ୍ଞକୁ କାର୍ଯ୍ୟ ରୂପେ ଦେବା ହିଁ କର୍ମ ଅଟେ। ସପ୍ତମ ଅଧ୍ୟାୟରେ ସେ କହିଲେ, ଏହି କର୍ମକୁ କରୁଥିବା ବ୍ୟକ୍ତି ବ୍ୟାପ୍ତି ବ୍ରହ୍ମ, ସମ୍ପୂର୍ଣ୍ଣ କର୍ମ, ସମ୍ପୂର୍ଣ୍ଣ ଆଧ୍ୟାତ୍ମ, ଅଧିଭୂତ, ଅଧିଦୈବୀ ଏବଂ ଅଧିଯଜ୍ଞ ସହିତ ମୋତେ ଜାଣିଥାନ୍ତି। ଅଷ୍ଟମ ଅଧ୍ୟାୟରେ ସେ କହିଲେ, ଏହା ହିଁ ପରମ ଗତି ଏବଂ ପରମ ଧାମ ମଧ୍ୟ ଅଟେ। ପ୍ରସ୍ତୁତ ଅଧ୍ୟାୟରେ ଯୋଗେଶ୍ୱର ଶ୍ରୀକୃଷ୍ଣ ସ୍ୱୟଂ ଚର୍ଚ୍ଚା କଲେ ଯେ ଯୋଗମୁକ୍ତ ପୁରୁଷଙ୍କ ଐଶ୍ୱର୍ଯ୍ୟ କିପରି, ସବୁଥିରେ ବ୍ୟାପ୍ତ ରହିବା ସତ୍ତ୍ୱେ ସେ କିପରି ନିର୍ଲିପ୍ତ ହୋଇଥାନ୍ତି, କର୍ମ କରିଥାଇ ମଧ୍ୟ ସେ କିପରି ଅକର୍ତ୍ତା ଅଟନ୍ତି, ସେହି ପୁରୁଷଙ୍କ ସ୍ୱଭାବ ଏବଂ ପ୍ରଭାବ ଉପରେ କହୁଛନ୍ତି। ଯୋଗ ଆଚରଣରେ ଢାଳିବା ପରି ଆସୁଥିବା ଦେବାଦିକ ବିଘ୍ନରୁ ସତର୍କ କଲେ ଏବଂ ସେହି ପୁରୁଷଙ୍କ ଶରଣ ହେବା ପାଇଁ କହିଲେ। ଯୋଗେଶ୍ୱର ଶ୍ରୀକୃଷ୍ଣ କହିଲେ, ଅସୂୟା ରହିତ ହେ ଅର୍ଜୁନ, ତୁମ ନିମନ୍ତେ ମୁଁ ଏହି ପରମ ଗୋପନୀୟ ଜ୍ଞାନକୁ ବିଜ୍ଞାନ ସହିତ କହିବି, ଅର୍ଥାତ୍ ପ୍ରାପ୍ତି ପଶ୍ଚାତ ମହାପୁରୁଷଙ୍କ ରହଣି କହିବି, ଯେ କିପରି ସେହି ମହାପୁରୁଷ ସର୍ବତ ଏକ ସମୟରେ ସମସ୍ତ କର୍ମ କରିଥାନ୍ତି, କିପରି ସେ ଜାଗୃତି ପ୍ରଦାନ କରିଥାନ୍ତି, ରଥୀ ହୋଇ ଆତ୍ମା ସହିତ କିପରି ସଦୈବ ରହିଥାନ୍ତି, ଯାହାକୁ କ୍ଷଣାତ୍ ଜାଣି ତୁମେ ଦୁଃଖ ରୂପୀ ସଂସାରରୁ ମୁକ୍ତ ହୋଇଯିବ। ବିଜ୍ଞାନ ଦ୍ୱାରା ସଂଯୁକ୍ତ ଏହି ଜ୍ଞାନ ସମସ୍ତ ବିଦ୍ୟାମାନଙ୍କର ରାଜା ଅଟେ। ବିଦ୍ୟାର ଅର୍ଥ ଭାଷା ଜ୍ଞାନ ଅଥବା ଶିକ୍ଷା ନୁହେଁ। ବିଦ୍ୟା ହିଁ ତାହାକୁ କୁହାଯାଏ ଯାହା ଶ୍ରଦ୍ଧାକୁ ପାଖକୁ ଆସେ, ତାଙ୍କୁ ଉଠାଇ ବ୍ରହ୍ମ ପଥରେ ଚଲାଇ ମୋକ୍ଷ ପ୍ରଦାନ କରାଇଥାଏ। ଯଦି ରାସ୍ତାରେ ରୁଦ୍ଧି ସିଦ୍ଧି ଅଥବା ପ୍ରକୃତିରେ କେଉଁଠି ଅଟକିଗଲେ, ତେବେ ସିଦ୍ଧ ହେବ ଯେ ଅବିଦ୍ୟା ସଫଳ ହୋଇଗଲା। ତାହା ବିଦ୍ୟା ନୁହେଁ। ଏହି ରାଜବିଦ୍ୟା ଏପରି ଅଟେ, ଯାହା ନିଶ୍ଚିତ କଲ୍ୟାଣକାରୀ ଅଟେ। ଏହା ସମସ୍ତ ଗୋପନୀୟମାନଙ୍କର ରାଜା ଅଟେ। ଅବିଦ୍ୟା ଓ ବିଦ୍ୟାର ଅବଗୁଣ୍ଠନର ଅନାବରଣ ହେଲେ ଯୋଗଯୁକ୍ତ, ତା ପଶ୍ଚାତ୍ ହିଁ ଏହାର ମିଳନ ହୋଇଥାଏ। ଏହା ଅତି ପବିତ୍ର, ଅତ୍ୟୁତ୍ତମ ଏବଂ ପ୍ରତ୍ୟୁତ ଫଳଯୁକ୍ତ ହୋଇଥାଏ। ହାତରେ ଧରିଥିବା ଅଁଳା ଫଳ ସଦୃଶ ଏହି ରାଜବିଦ୍ୟା ପ୍ରତ୍ୟକ୍ଷ ଫଳଯୁକ୍ତ ଅଟେ। ଏହା ଅନ୍ଧବିଶ୍ୱାସ ନୁହେଁ ଯେ ଏହି ଜନ୍ମରେ ସାଧନା କର, ଫଳ କେବେ ଅନ୍ୟ ଜନ୍ମରେ ମିଳିବ। ଏହା ପରମ ଧର୍ମ ପରମାତ୍ମା ଦ୍ୱାରା ସଂଯୁକ୍ତ ଅଟେ। ବିଜ୍ଞାନ ସହିତ ଏହି ଜ୍ଞାନ କରିବାରେ ସରଳ ଏବଂ ଅନିବାସୀ ଅଟେ। ଜୟ ଜଗନ୍ନାଥ। ଜଗେଶ୍ୱର ଶ୍ରୀକୃଷ୍ଣ ଯୋଗ ବିଷୟରେ କ୍ରମବଦ୍ଧ ବିଶ୍ଳେଷଣ କରି କହିଲେ, ଯାହାର ଶୁଦ୍ଧ ଅର୍ଥ ଥିଲା ଯଜ୍ଞର ପ୍ରକ୍ରିୟା। ଯଜ୍ଞ ସେହି ପରମରେ ପ୍ରବେଶ କରାଉଥିବା ଆରାଧନାର ବିଧିବିଶେଷର ଚିତ୍ରଣ ଅଟେ, ଯେଉଁଥିରେ ଚରାଚର ଜଗତ ହବନ ସାମଗ୍ରୀ ରୂପରେ ରହିଥାଏ। ମନର ନିରୋଧ ଏବଂ ନିରୋଧ ମନର ମଧ୍ୟ ବିଲୟ କାଳରେ ସେହି ଅମୃତ ତତ୍ତ୍ୱ ବିଦିତ ହୋଇଥାଏ। ପୂର୍ତ୍ତି କାଳରେ ଯଜ୍ଞ ଯାହାକୁ ସୃଷ୍ଟି କରିଥାଏ, ତାହାକୁ ପାନ କରୁଥିବା ବ୍ୟକ୍ତି ହିଁ ଜ୍ଞାନୀ ଅଟନ୍ତି ଏବଂ ସେ ସନାତନ ବ୍ରହ୍ମରେ ପ୍ରବେଶ ପାଇଯାଉଥାନ୍ତି। ସେହି ମିଳନର ନାମ ହିଁ ଯଜ୍ଞ ଅଟେ। ସେ ଯଜ୍ଞକୁ କାର୍ଯ୍ୟ ରୂପେ ଦେବା ହିଁ କର୍ମ ଅଟେ। ସପ୍ତମ ଅଧ୍ୟାୟରେ ସେ କହିଲେ, ଏହି କର୍ମକୁ କରୁଥିବା ବ୍ୟକ୍ତି ବ୍ୟାପ୍ତି ବ୍ରହ୍ମ, ସମ୍ପୂର୍ଣ୍ଣ କର୍ମ, ସମ୍ପୂର୍ଣ୍ଣ ଆଧ୍ୟାତ୍ମ, ଅଧିଭୂତ, ଅଧିଦୈବୀ ଏବଂ ଅଧିଯଜ୍ଞ ସହିତ ମୋତେ ଜାଣିଥାନ୍ତି। ଅଷ୍ଟମ ଅଧ୍ୟାୟରେ ସେ କହିଲେ, ଏହା ହିଁ ପରମ ଗତି ଏବଂ ପରମ ଧାମ ମଧ୍ୟ ଅଟେ। ପ୍ରସ୍ତୁତ ଅଧ୍ୟାୟରେ ଯୋଗେଶ୍ୱର ଶ୍ରୀକୃଷ୍ଣ ସ୍ୱୟଂ ଚର୍ଚ୍ଚା କଲେ ଯେ ଯୋଗମୁକ୍ତ ପୁରୁଷଙ୍କ ଐଶ୍ୱର୍ଯ୍ୟ କିପରି, ସବୁଥିରେ ବ୍ୟାପ୍ତ ରହିବା ସତ୍ତ୍ୱେ ସେ କିପରି ନିର୍ଲିପ୍ତ ହୋଇଥାନ୍ତି, କର୍ମ କରିଥାଇ ମଧ୍ୟ ସେ କିପରି ଅକର୍ତ୍ତା ଅଟନ୍ତି, ସେହି ପୁରୁଷଙ୍କ ସ୍ୱଭାବ ଏବଂ ପ୍ରଭାବ